ପୌର ପ୍ରଶାସନର ଜବରଦଖଲ ଉଚ୍ଛେଦକୁ ନେଇ ବ୍ୟବସାୟ ସଂଘର ରଣହୁଙ୍କାର। ଅରବ ପାଇଁ କୋରାପୁଟ ପୌର ପ୍ରଶାସନ ତରଫରୁ ଅରବ ପାଇଁ ଟ୍ରାଫିକ୍ ସମସ୍ୟାକୁ ସୁଧାରିବା ପାଇଁ ଗତ 2 ଦିନ ହେଲା କୋରାପୁଟ ସହରର ପେଟ୍ରୋଲ ପମ୍ପଠୁ ଧରି ମାଉସୀମା ମନ୍ଦିର ଛକ ଯାଏଁ ଜବରଦଖଲ ଉଚ୍ଛେଦ କରୁଥିଲା ହେଲେ ଆଜି ଯେତେବେଳେ ସିଟି କ୍ୟାବ୍ ଛକରୁ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ୟମ କରୁଥିବା ବେଳେ କୋରାପୁଟ ଚାମ୍ବର ଅଫ୍ କମର୍ସ ସମେତ କିଛି ବ୍ୟବସାୟୀ ବିରୋଧ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ। ଏପରିକି ଛକ ଉପରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ। ପରେ ପୌର ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଓ ଚେୟାରମ୍ୟାନ୍ ଲଲାଟ ରଞ୍ଜନ ସେଠି ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟ ଯାଏଁ ଏ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିବ ବୋଲି ପୌର ପ୍ରଶାସନ କହିଛି ଏବଂ ପରେ ଦୋକାନ ବଜାର ସ୍ୱାଭାବିକ ହୋଇଥିଲା। କୋରାପୁଟରୁ ଦେବାଶିଷ ପଟ୍ଟନାୟକଙ୍କ ରିପୋର୍ଟ, ଉତ୍କଳ ମିଡ଼ିଆ। कौन निष्कर्ण बाहर कौन प्रशासन तरफ कौन प्रतिश्रुति दिहला कौन कर देखो चाम्बर अफ कमर्स सहित आम आलोचना करूँ समस्त परामर्श को ग्रहण करूँ केमती गोटे आमिकेबल सल्यूशन हो पार एनक्रोचमेंट भी हटो लोक सुविधा कर दिगरे आम पदक्षेप।